ଯେ ସଙ୍ଗୀତକୁ କିଏ ଭଲ ନ ପାଏ କୌଣସି ଭାବରେ ଶୁଣିବାକୁ ମଗାଇ ପଡ଼ିଥିଲେ ଶୁଣିବାକୁ ଭଲ ପାଏ। ଆପଣମାନଙ୍କ ଭିତରେ ଏମିତି କିଏ ଅଛନ୍ତି କି ଯିଏ ସଙ୍ଗୀତକୁ ଭଲ ପାଆନ୍ତି ନାହିଁ? ହାତ ଦେଖନ୍ତୁ। ଭଲ ପାଆନ୍ତି ନାହିଁ ସଙ୍ଗୀତକୁ। ଆଚ୍ଛା, କାହିଁକି ସଙ୍ଗୀତ? ଆମେ ପୂର୍ବରୁ ଶୁଣିଥିଲେ ବେଦରେ ଶ୍ରୁତି ଶୁଣି ଶୁଣି ଆମେ ମନେ ରଖିଛୁ। ବେଦର ଯେଉଁ ଶ୍ରୁତି ଥିଲା ठीक है चलो ସେ ଯେଉଁ ତାକୁ ଶୁଣି ମନେ ରଖୁଥିଲେ। ଏମିତି ଅଛି ପିଲାମାନେ ବେଳେବେଳେ ନିରୁତ୍ସାହିତ ହେଇଯାଆନ୍ତି ଆଜିକାଲିର ଏ ମୋବାଇଲ ଯୁଗରେ ବିଭିନ୍ନ କଥା ଦେଖି ପାଠ ପଢ଼ିବା ପାଇଁ ଇଚ୍ଛୁକ ହୁଅନ୍ତିନି, ଗଣିତ ଭଲ କରିପାରନ୍ତିନି, ଇତିହାସ ବା ଭୂଗୋଳ ବା ବିଜ୍ଞାନ ଯେକୌଣସି ଜିନିଷ କରିପାରନ୍ତିନି। କିନ୍ତୁ ସଙ୍ଗୀତ ଏମିତି ଗୋଟେ ମାଧ୍ୟମ, ଆପଣ ପ୍ରତ୍ୟେକ ଜିନିଷ ଆମେ ଭାଷାରେ କହୁଛୁ ଯେଉଁଟା ସେଇଟା ହେଉଛି ଭାଷା। ଭାଷାକୁ ଗୀତର ରୂପରେ ନେଇ ତାକୁ ସଙ୍ଗୀତ କହୁ। ଯଦି ତାକୁ ସଙ୍ଗୀତ କହୁ, ଏମିତି ଅଛି ବିଜ୍ଞାନର ପ୍ରତ୍ୟେକ ରସାୟନ ପଦାର୍ଥ ହଉ ବା ପଦାର୍ଥ ବିଜ୍ଞାନ ହଉ ଯାଉ ତାକୁ ଗୀତରେ ସଜେଇକି ଆପଣ କରିବେ, ଗୋଟେ ସୃଷ୍ଟି କରିବେ, ତାକୁ ସ୍ୱର ଦେବେ, ଗାଇବେ। ସେ ପିଲାଟା ଯେଉଁଟା 3 ଥର 4 ଥର ପଢ଼ିଲେ ମନେ ରଖିଥାନ୍ତା ସେଇଟା ଥରକେ ମନେ ରଖିବ। ଆଉରଙ୍ଗଜେବ କି ଆମର ଯେଉଁ ଯୁଦ୍ଧ ହଳଦୀଘାଟ ଯୁଦ୍ଧ ଖ୍ରୀଷ୍ଟାବ୍ଦ ସହିତ ତାକୁ ଆପଣ ଗୀତରେ ସଜେଇବେ, ସ୍ୱର ଦେବେ, ଗାଇବେ, ପିଲାଟି ଆଗ୍ରହରେ ଘୋଷିଦେବ, ମନେ ରଖିବ। ଯେମିତି ଛୋଟ ପିଲାମାନେ ଆଜିକାଲି ମୋବାଇଲ ଚଲେଇବାରେ ଧୁରନ୍ଧର, କାହିଁକି ତାଙ୍କର ଆଗ୍ରହ ସୃଷ୍ଟି କରିବା ପାଇଁ ସଙ୍ଗୀତ ଗୋଟେ ଭଲ ମାଧ୍ୟମ। ତାକୁ ଗୀତରେ ଦେବେ। ଯେମିତି ଆମ ହଠାତ୍ ଗୋଟେ ମୋ ପୁଅକୁ ଜଣେ କହିଲେ ଯେ ତୁମ ପରି ଛୋଟ ପିଲାଟିଏ ଗାଁ ଗାଳିରେ ଚାଟୁଛି, ତାକୁ ସେ ଆଗରୁ ଆମେ ଜେନେରାଲି କେମିତି ଗାଉଥିଲେ ନା ତୁମ ପରି ଛୋଟ ପିଲାଟିଏ ଗାଁ ଚାହାଳିର ଚାଟସି, ଏଇଭଳିଆ ଗାଉଥିଲେ। ସିଏ ମୋତେ କହିଲେ ଗୋଟେ ନୂଆ ସ୍ୱରରେ କରିକି କେମିତି କର। ମୁଁ ତାକୁ ସେଇଭଳିଆ ତାକୁ ସ୍ୱର କରିକି ଦେଲି। ପୁଅକୁ ତାକୁ ସାର୍ କହିଲେ ନା ଆଗରୁ ଥିଲା ପିଲାମାନେ ଗୋଟିଏ ଥର ବା 2 ଥର ଗାଇକି ତନିକୁ ପୁରା ମୁଖସ୍ଥ କରିଦେବେ। ସେ ଗୀତରେ ଏମିତି ସ୍ୱର ଥିଲା, तुम परी छोट पिलाटिए गाँ चाहाड़ीर चाटसिए चेहराटी तार डाउल डाउल बुद्धि ताहार सरी किए तुम परी छोट पिलाटिए छाड़ी जाई थिला दिने झड़ी बाहरिला सिए पाठ पढ़ी बाटे जाऊ जाऊ खसी गला गोड़ मुह माड़ी तले गला पड़ी तुम परी छोट पिलाटिए। जब पिला को एमती भाव में शिखाଯିବ ତାହେଲେ ସେ ମନେ ରଖିପାରିବେ ନା ନାହିଁ କହନ୍ତୁ ଆପଣମାନେ। ତେଣୁ ଇଏ ଗୋଟେ ଭଲ ମାଧ୍ୟମ, ପିଲାଙ୍କୁ ମୁଣ୍ଡରେ ବିଦ୍ୟା ପ୍ରବେଶ କରିବାରେ ଏଇଟା ଗୋଟେ ଭଲ ମାଧ୍ୟମ। ତା ବୋଲି କହୁନି ଯେ 100% ଆପଣ ସଙ୍ଗୀତରେ ଇଏ କରିପାରିବେ, କିନ୍ତୁ ବହୁତ ଜିନିଷ ଅଛି ବିଜ୍ଞାନ ସହିତ ସବୁ କଥା ଆପଣ କରିପାରିବେ। ଆଉ ଗୋଟେ ଗୀତ ସେମିତି କରିଥିଲେ, ଭାସିଯା ଆମର କାଗଜ ଡଙ୍ଗା ଭାସିଯା, ସେଇଟା ତୃତୀୟ ଶ୍ରେଣୀ ବା 4ର୍ଥ ଶ୍ରେଣୀ ଥିଲା। ତାକୁ ଆମେ ଏମିତି କହୁଛେ ଭାସିଯା ମୋର କାଗଜ ଡଙ୍ଗା ଭାସିଯା। ସ୍ୱର ପୂର୍ଣ୍ଣ ହେଲେ ଟିକେ ଗୀତଟାକୁ ସେ ସହଜରେ ମନେ ରଖିବ। ମୁଁ ତାକୁ ସେ ଜିନିଷରେ ସ୍ୱର ଦେଇଥିଲି, ଭାସିଯା ମୋର